ଥରେ ସୁନ୍ଦର ବନ ମଧ୍ୟରେ ଏକ ପକ୍ଷୀ ବାସ କରୁଥିଲା, ଯାହାର ନାମ ସୁଚିନ୍ତା। ସେ ଆକାଶର ସବୁଠାରୁ ଉଚ୍ଚରେ ଉଡ଼ିବା ପାଇଁ ମନ ବଳାଇଲା, କିନ୍ତୁ ତାର ଗୋଟିଏ ସମସ୍ୟା ଥିଲା। ସେ ବହୁତ ଭଲ ଭାବରେ ଉଡ଼ିବା ପାଇଁ ସକ୍ଷମ ନଥିଲା। ଗୋଟିଏ ଦିନ ସେ ଏକ ବୁଦ୍ଧିମାନ ଉଡ଼ାନ ମନ୍ତ୍ରୀ ଗରୁଡ଼ଙ୍କୁ ସାକ୍ଷାତ କଲା। ସୁଚିନ୍ତା ସେ ନିଜର ସମସ୍ୟା କହିଲା ଏବଂ ଶିଖିବା ପାଇଁ ଇଚ୍ଛା ପ୍ରକାଶ କଲା। ଗରୁଡ଼ ସୁଚିନ୍ତାକୁ ବାର ବାର ଅଭ୍ୟାସ କରିବା ପାଇଁ ପରାମର୍ଶ ଦେଲେ। ସୁଚିନ୍ତା ଗରୁଡ଼ ସହ ଏକ ଲମ୍ବା ଯାତ୍ରା ଆରମ୍ଭ କଲେ। ଦିନକୁ ଦିନ ସୁଚିନ୍ତା ଉଡ଼ିବାର କ୍ଷମତାକୁ ସୁଧାରିବାରେ ଲାଗିଲା। ସେ ଜାଣିଲା କି ସଂଘର୍ଷ ଦ୍ୱାରା ହିଁ ସଫଳତା ମିଳିଥାଏ। ସେ ନିଜର ଅଭ୍ୟାସ ଉତ୍ସାହ ଦ୍ୱାରା ହିଁ ତାର ଆକାଶକୁ ଛୁଇଁବା ସପନ ପୂରା କରିପାରିଲା। ସୁଚିନ୍ତାର ଏହି କାହାଣୀ ଆମକୁ ଏହା ଶିକ୍ଷା ଦିଏ କି ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତି ଆମକୁ ମଜବୁତ ବନାଇଥାଏ ଆଉ ଆମକୁ ନିଜର ସ୍ୱପ୍ନ ପୂରା କରିବା ପାଇଁ ପ୍ରେରଣା ଦେଇଥାଏ।